ପିଲାମାନେ ଗପ ଶୁଣିବା। ଆଜିର ଗପର ନାଁ କର୍ମ ହିଁ ଭଗବାନ। ବହୁତ ଦିନ ତଳର କଥା। ବଳରାମପୁର ଗାଁରେ ରାମବାବୁ ବୋଲି ଜଣେ ବଡ଼ ବେପାରୀ ଥିଲେ। ଆଖପାଖ ଅଞ୍ଚଳରେ ସେ ଜଣେ ଭଲ ବ୍ୟବସାୟୀ ଆଉ ଧନୀ ଲୋକ ହିସାବରେ ତାଙ୍କର ଖୁବ୍ ସୁନାମ ଥିଲା। ପଶୁପକ୍ଷୀ ପାଳିବା ମଧ୍ୟ ତାଙ୍କର ବଡ଼ ସଉକ ଥିଲା। ତେଣୁ ସେ ନିଜ ଘରେ ଶୁଆ, ବଣି, ପାରା, ଘରଚଟିଆ ପ୍ରଭୃତି ପକ୍ଷୀ ପାଳିଥିଲେ। ଗଧ ଓ ଘୋଡ଼ା ପଶୁ ପାଳିଥିଲେ। ତାଙ୍କର ମୋତି ନାମରେ ଆଉ ଗୋଟେ କୁକୁର ମଧ୍ୟ ଥିଲା। ରାମବାବୁଙ୍କର ଘରେ ବହୁତ ଲୋକ କାମ କରୁଥିଲେ, କିନ୍ତୁ ସକାଳୁ ପଶୁପକ୍ଷୀମାନଙ୍କ ଘର ସଫା ସେ ନିଜ ହାତରେ କରୁଥିଲେ ଏବଂ ଖାଇବାକୁ ମଧ୍ୟ ସେ ନିଜେ ଦେଉଥିଲେ। ସେମାନଙ୍କର ଖାଇବା ପିଇବା ବିଷୟ ନିଜେ ତଦାରଖ କରୁଥିଲେ। ମୋତି ତାଙ୍କର ଅତି ପ୍ରିୟ ଥିଲା। ସତେ ଯେମିତି ମୋତି କୁକୁର ନୁହେଁ, ତାଙ୍କ ପୁଅଟିଏ। ପଶୁପକ୍ଷୀଙ୍କ ସେବା ଯତ୍ନ କରି ସେ ଖୁବ୍ ଆନନ୍ଦ ପାଉଥିଲେ। ରାମବାବୁଙ୍କର ଗଧଟିର ନାଁ ରଖିଥିଲେ ମଙ୍ଗଲୁ ଆଉ ଘୋଡ଼ାର ନାଁ ରଖିଥିଲେ ରାଜ। ରାମବାବୁ ବ୍ୟବସାୟୀ ହୋଇଥିବାରୁ ତାଙ୍କୁ ଜିନିଷପତ୍ର ନେବା ଆଣିବାରେ ଗଧ ସାହାଯ୍ୟ କରୁଥିଲା। ଗଧକୁ ବହୁତ ପରିଶ୍ରମ କରିବାକୁ ପଡ଼ୁଥିଲା, ତେଣୁ ତା ମନ ଭାରି ଦୁଃଖ ହେଉଥିଲା। ସବୁବେଳେ ସେ ଭାବେ, ଭଗବାନ ତାକୁ କାହିଁକି କୁକୁର କି ପକ୍ଷୀ କଲେନି କେଜାଣି, କେତେ ଖୁସିରେ ସେ ରହିଥାନ୍ତା। ଦିନେ ମଙ୍ଗଲୁ ମୋତି ସୁଖ ଦୁଃଖ ହେଉଥିଲେ। ମୋତି କହିଲା, ଆମ ମାଲିକ କେତେ ଭଲ, ଆମ ଖାଇବା ପିଇବା ସବୁ ଯତ୍ନ ନେଉଛନ୍ତି, ଠିକ୍ ସମୟରେ ଆମକୁ ସେବା କରୁଛନ୍ତି। ତାଙ୍କ ଭଳି ମାଲିକ ଆମକୁ ସବୁ ଜନ୍ମରେ ମିଳନ୍ତେ କି? ମଙ୍ଗଲୁ କହିଲା, ସତ କହିଲ ମୋତି, ମାଲିକ ଆମର ଖୁବ୍ ଭଲ ମଣିଷ। ତାଙ୍କ ମନରେ ଭେଦଭାବ ନାହିଁ, କିନ୍ତୁ ସେ ତମ ଅପେକ୍ଷା ମୋତେ ଅଧିକ ଖଟଉଛନ୍ତି। ଜିନିଷପତ୍ର ବୋହାବୋହି କରି ମୋ ଦେହ ହାତ ପୁରା ଦରଜ ହୋଇଯାଉଛି, ଗୋଡ଼ ଦିଟା ବି ଥକି ପଡ଼ୁଛି। କାମ କରାଇବାରେ ମାଲିକ ଏଠି ପାତର ଅନ୍ତର କରୁନାହାନ୍ତି କି? ମୋତି କହିଲା, ମଙ୍ଗଲୁ ଭାଇ, ତମେ ଭୁଲ କଥା କହୁଛ। ମାଲିକ ପାତର ଅନ୍ତର କରୁନାହାନ୍ତି। ଯିଏ ଯେଉଁ କାମ କରିପାରିବ ତାକୁ ସେଇ କାମ ଦେଉଛନ୍ତି। ତମେ ଯେମିତି ଜିନିଷପତ୍ର ବୋହିପାରିବ, ମୁଁ ଆଉ ରାଜ କ'ଣ ସେମିତି ବୋହିପାରିବୁ କି? ମଙ୍ଗଲୁ କହିଲା, କାହିଁକି ନୁହେଁ, ରାଜ କ'ଣ ଜିନିଷ ବୋହିପାରିବନି? ମୋ ଭଳି ଅଧିକ ନହେଲେ ବି କମ୍ କାମ ତ କରିପାରିବ ନା। ଖରା, ବର୍ଷା, ଶୀତ ସବୁ ମୁଁ ସହୁଛି, ତୁମେମାନେ ଆରାମରେ ଘରେ ରହି ମଜା କରୁଛ। ମୋତି କହିଲା, ମଙ୍ଗଲୁ ଭାଇ, ଯେଝା କାମ ଯେଝାକୁ ବଡ଼। ମୋ କାମ ଦିନରାତି ମାଲିକଙ୍କ ଘର ଜଗିବା, ଚିହ୍ନା ଅଚିହ୍ନା ଲୋକ ଘରକୁ ଆସିଲେ ସେମାନଙ୍କୁ ଜଗିବା। ତମେମାନେ ରାତିସାରା ଶୋଇଥିବା ବେଳେ ମୁଁ ରାତି ଅନିଦ୍ରା ହୋଇ ଘର ଜଗୁଛି। ହେଲେ ସେଥିପାଇଁ ତ ମୋ ମନ ଦୁଃଖ ହେଉନି, କାରଣ ସେଟା ମୋ କାମ। ମଙ୍ଗଲୁ କହିଲା, ଯାହା କହ ଭାଇ, ତମର ସବୁ କିନ୍ତୁ ଆରାମ କାମ। ଦେଖୁନ, ମୋ କାମ ଦେଖି ସମସ୍ତେ କେମିତି ମୋତେ ବୋଝବୁହା ଗଧ ବୋଲିକି ଥଟ୍ଟା କରୁଛନ୍ତି। ମୋତି କହିଲା, ଭାଇ, ତମେ କାହିଁକି ଏଥିରେ ମନ ଦୁଃଖ କରୁଛ? ମୋତେ ବି ଲୋକ କହନ୍ତି ଅଇଁଠା ଚଟା କୁକୁର। ମୁଁ କ'ଣ ମନ ଦୁଃଖ କରେ? ତମେ ନିଜେ ବୁଝିବାକୁ ଚେଷ୍ଟା କର। ତମେ ମାଲିକଙ୍କ ପାଇଁ କେତେ ବଡ଼ କାମ କରୁଛ। ମାଲିକଙ୍କର ତୁମ ଉପରେ ବିଶ୍ୱାସ ଅଛି ବୋଲି ସେ ତୁମକୁ ପାଖେ ପାଖେ ରଖିଛନ୍ତି। ଆଉ ଆମ ମାଲିକ ବି ଦେଖ ତ କେତେ ପରିଶ୍ରମ କରୁଛନ୍ତି। ତମେ ଜିନିଷପତ୍ର ନେଇଯାଉଛ, କିନ୍ତୁ ମାଲିକ ତୁମ ସାଙ୍ଗରେ ଯାଉଛନ୍ତି। ତାଙ୍କର ଖାଇବା ପିଇବାର ଠିକ୍ ଠିକଣା ରହୁନି, ତଥାପି ସେ ତୁମ ଖାଇବା ପିଇବାର ବନ୍ଦୋବସ୍ତ କରୁଛନ୍ତି ନା ନାହିଁ? ମଙ୍ଗଲୁ କହିଲା, ତାହା ଠିକ୍ ଯେ, କିନ୍ତୁ ତୁମେ କ୍ଷୀର ବିସ୍କୁଟ, ମାଛ ମାଂସ ଭଳି ଦାମିକିଆ ଖାଦ୍ୟ ଖାଉଛ। ମୁଁ ନଡ଼ା ଘାସ ପତ୍ର କୁଟା ଖାଉଛି। ତମେ ସାବୁନ ସାମ୍ପୋ ଲଗାଇ ଗାଧଉଛ, ପାଉଡର ଲଗାଉଛ, ଆଉ ମୁଁ? ମଙ୍ଗଲୁ କଥା ଶୁଣି ମୋତି ହସିଲା। କହିଲା, ମଙ୍ଗଲୁ ଭାଇ, ତମେ ଯଦି ଜଙ୍ଗଲରେ ବୁଲୁଥାନ୍ତ, କ'ଣ ଖାଉଥାନ୍ତ? କେଉଁଠି ଗାଧଉଥାନ୍ତ? ତମର ଯାହା ଖାଦ୍ୟ ମାଲିକ ତାକୁ ତୁମକୁ ଦେଉଛନ୍ତି, ମୋର ଯାହା ଖାଦ୍ୟ ମୋତେ ଦେଉଛନ୍ତି। ମୁଁ ବି ଯଦି ବାହାରେ ବୁଲୁଥାନ୍ତି, ଅଇଁଠା ପତ୍ର ହିଁ ଖାଉଥାନ୍ତି, ଖରା ବର୍ଷାରେ ରାସ୍ତା କଡ଼ରେ ପଡ଼ୁଥାନ୍ତି। ଆମ ମାଲିକ ଆମକୁ ଖାଦ୍ୟ, ରହିବାକୁ ଘରଟିଏ ଦେଇଛନ୍ତି। ଆମେ ସବୁବେଳେ ତେଣୁ ତାଙ୍କୁ କୃତଜ୍ଞତା ଜଣାଇବା ଉଚିତ। ମଙ୍ଗଲୁ କିନ୍ତୁ ମୋତି କଥା ମାନିବାକୁ ଜମା ରାଜି ନଥିଲା। ସବୁ କଥା ଶୁଣିଲା, କିନ୍ତୁ ତା ମନରେ ଟିକେ ଦୁଃଖ ଥାଏ। ସେ ଉପାୟ ଚିନ୍ତା କଲା। ଦିନେ ସକାଳୁ ଉଠିଲା ବେଳକୁ ମଙ୍ଗଲୁର ବ୍ୟବହାର ପୁରା ବିଚିତ୍ର। ମାଲିକଙ୍କ ଘରକୁ ଯିଏ ଆସିଲା, ତାକୁ ଦେଖି ସେ ଆଗ ଗୋଡ଼ ଟେକି ବୋବାଇବାକୁ ଲାଗିଲା। ଘାସ ପତ୍ର ଦେଲେ ଖାଇଲାନି, ଏଣେ ତେଣେ ଫିଙ୍ଗା ଫୋପଡ଼ା କଲା, ଘର ଚାରିପଟେ ବୁଲିଲା। ରାମବାବୁ ତାକୁ ଯେତେ ଆଦର କରି ଡାକିଲେ ବି ଶୁଣିଲାନି।
ମନେ ମନେ ଭାବିଲା, କାଳେ ଯଦି ମୁଁ ମୋତି ଭଳିଆ ବ୍ୟବହାର କରିବି ତାହେଲେ ମାଲିକ ମୋତେ ମୋତି ଭଳି ଭଲ ପାଇବେ ନାଇଁ। ରାମବାବୁ ଭାବିଲେ ଗଧଟା ବୋଧେ ପାଗଳ ହେଇଯାଇଛି। ଏଥିପାଇଁ ତାଙ୍କୁ ବଡ଼ ଚିନ୍ତାରେ ପଡ଼ିଗଲେ। ସେ କିଛି ଖିଆପିଆ ବି କରୁନଥିଲା ଗଧଟା। ତେଣୁ ସେ ଚାକରମାନଙ୍କୁ ଡାକି କହିଲେ, ମଙ୍ଗଲୁ ପାଗଳା ହେଇଗଲାଣି, ତାକୁ ନେଇ ଜଙ୍ଗଲରେ ଛାଡ଼ି ଦେଇ ଆସ। ବୋଧେ ସିଏ ତା ସାଙ୍ଗସାଥୀଙ୍କୁ ଦେଖିଲେ ତା ପାଗଳାମି ଭଲ ହେଇଯିବ। ଏକଥା ଶୁଣି ମଙ୍ଗଲୁର ବୁଦ୍ଧି ହଜିଗଲା। ସେ ଭାବିଲା, ମୋତି ଯାହା କହୁଥିଲା ସତ। ଜଙ୍ଗଲକୁ ଯାଇ ସେ କ'ଣ କରିବ? ଏଭଳିଆ ଆଦର ଯତ୍ନ କେଉଁଠୁ ପାଇବ? ତା ମନରୁ ସାଙ୍ଗେ ସାଙ୍ଗେ ରାଗ ଦୂରେଇଗଲା। ନିଜ ଭୁଲ ବୁଝିପାରି ଅନୁତାପ କଲା। ଆଉ ଚୁପଚାପ ମାଲିକ ଯାହା ଖାଦ୍ୟ ଦେଇଥିଲେ ତାକୁ ଖାଇବାରେ ଲାଗିଲା। ମାଲିକଙ୍କ ଦେହରେ ଯାଇ ଘଷି ହେଲା। ହଠାତ୍ ତାର ଏ ପରିବର୍ତ୍ତନ ଦେଖି ରାମବାବୁ ଖୁସି ହୋଇଗଲେ। ଆଉ ତାକୁ ଜଙ୍ଗଲକୁ ପଠେଇବାକୁ ମନା କଲେ। ସେଦିନ ମଙ୍ଗଲୁ ମୋତିକୁ କହିଲା, ସତରେ ମୋତି, ତୁ ଖୁବ୍ ବୁଦ୍ଧିଆ। ଆମ ପଶୁପକ୍ଷୀମାନଙ୍କ ମଧ୍ୟରେ ତୁ ଖୁବ୍ ଚାଲାକ ଆଉ ବିଶ୍ୱାସୀ। ସେଥିପାଇଁ ମାଲିକ ତୋତେ ତାଙ୍କ ଧନ ଜୀବନ ରକ୍ଷା କରିବାର ଦାୟିତ୍ୱ ଦେଇଛନ୍ତି। ମୋତି କହିଲା, ବୁଝିଲୁ ମଙ୍ଗଲୁ ଭାଇ, ଏ ଦୁନିଆରେ କର୍ମ ହିଁ ଭଗବାନ, କର୍ମ ହିଁ ମୂଲ୍ୟବାନ। ସମସ୍ତେ ଯଦି ନିଜ ନିଜର କର୍ମ ଠିକ୍ ଭାବରେ କରିବେ ତେବେ ସାରା ଜଗତରେ ହସ ଖୁସି ଭରିଯିବ। ଆଉ ଗୋଟେ କଥା ମନେ ରଖ ଭାଇ, ଯାହାର ଯେଉଁ କାମ ତା ପାଇଁ ସେ କାମଟା ବଡ଼। ନିଜ କାମକୁ କେବେ ବି ଛୋଟ ବି ବଡ଼ ଭାବି ଅବହେଳା କରିବା ଉଚିତ ନୁହଁ, କି ମନ ଦୁଃଖ ବି କରିବା ଉଚିତ ନୁହଁ। ସେଇଦିନ ଠାରୁ ମାଲିକଙ୍କ ପାଖରେ ମୋତି, ମଙ୍ଗଲୁ ଆଉ ରାଜ ଖୁସିରେ ରହିଲେ।